ओ सुग्रीवमित्रं रघुराजपुत्रं वने चरन्तं शरचापहस्तं सीतापतिं स्निग्धजटाकलापं रामं भजे तमचिन्त्यरूपं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्र परिमितं संसार पारंनिधिं तीर्था गच्छन्ति तुजनपि परमं विष्णुपदं शाश्वतं तस्यैव स्थितिकारणं त्रिजगतं रामस्य भक्तप्रिया जोऽयं किङ्नु समुद्रमात्रतरणे सक्ता कथं वानरं श्रीराम जय राम जय जय राम जय रघुनंदन जय घनश्याम। श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष रामनारायण की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। लखन लाल जी की जय। भरत लाल जी की जय। शत्रुघ्न लाल जी की जय। जनक नंदिनी सीता देवी की जय। संकट मोचन हनुमान जी की जय। झंकड़ वासिनी माँ शरण को जय। स्वर्ग मत्स्य पाताल को जय। दशदिग पाल को जय। यूट्यूब कर्मकर्ता मान को जय। मोर प्रिय श्रोताबंधु मान को जय। अग्नि देवता को जय। जल देवता को जय। वसुधा देवता को जय। पवन देवता को जय। सूर्य देवता को जय। चंद्र देवता को जय। सच्चिदानंद भगवान की जय। आनंद चंद्र भगवान की जय। भक्तवत्सल भगवान की जय। मोर प्रिय श्रोताबंधु आपण मानक मथरट प्रणाम करी आरंभ करने जाऊँ। ये संपूर्ण धारावाहिक रामायण कथा आपण मैंने मन दे शुणिबे। ये भक्ति कथा पुरातन कथा बहुत जानिया कथा जहा हो आपण मानकर भक्ति थिबारु आपण माने आपको श्रवण करुचंती। आउ गोटे अनुरोध आपण मानक आपण माने केबे भी दरखंडिया करिकी ये रामायण कथा शुणिबे नहीं। ये कथा शास्त्र रे अच्छी आपण माने शुणिथिबे संपूर्ण शुणिबे। आपण मानक जदि भल लगे ताहले दयाकरी वीडियो को सब्सक्राइब करेंगे लाइक टे करेंगे। आपण माने शुणुले मर्यादा पुरुष राम लक्ष्मण नागपाशर बंधन होती अच्छी। मर्यादा पुरुष रामकर चेता फेरला किंतु लक्ष्मण लाल से रकम भूमिष्ठ हो पड़ी। सुग्रीव आउ विभीषण का अनुरोध क्रमे मर्यादा पुरुष राम गरुड़ को स्मरण कर माने पूर्व अध्याय शुणी तम राशि घटी हेतु मर्यादा पुरुष राम निजे को निजे चिन्ह पारे नहीं बोली अभिशाप थिला। तेणु सी जापर ना एमानक अनुरोध क्रमे से गरुड़ को स्मरण कर विश्वास ना जे मु गरुड़ को स्मरण कले गरुड़ आसो ना भूली जाइए वैकुंठपुर कथा गरुड़ को स्मरण कर।
ପିତୃ ସତ୍ୟ ପାଳିବନେ କରିଥିଲି ବାସ, ଭାର୍ଯ୍ୟାକୁ କପଟ ନେଲା ରାବଣ ରାକ୍ଷସ, ସମାଧାନେ ଦୂତ ପେଶି ବହୁତ ମାଗିଲି ନ ଦେବାରୁ ଲଙ୍କାପୁରେ ଆସି ଯୁଦ୍ଧ କଲି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ହରିବୋଲ ହରିବୋଲ ହରିବୋଲ। ଇନ୍ଦ୍ରଜିତ ନାମେ ରାବଣର ଜ୍ୟେଷ୍ଠ ସୁତ, ଯୁଦ୍ଧକୁ ଆସିଲା ସେହି ମାୟା ବିଦୟିତ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଆମ୍ଭ ବଳ ଦେଖି ମନେ ମହାଭୟ କଲା, କପଟ ଯୁଦ୍ଧରେ ନାଗ ପାଶବ ରଗିଲା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଦୁଇ ଭାଇ କିଏ ଠାରେ ପକାଇଛି ବାନ୍ଧି, ନ ଚଳଇ ହସ୍ତପଦ ହେଉଅଛି ଧନ୍ଦି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ହରିବୋଲ ହରିବୋଲ ହରିବୋଲ। ଏଣୁ ସୁମରଣା କଲି ଆହେ ପକ୍ଷୀ ରାଜ, ତୁମ୍ଭେ ନ ରଖିଲେ ନିଶ୍ଚେ ନାଶ ଯିବୁ ଆମ୍ଭ। ଶୀଘ୍ର ଏହି ସ୍ଥାନେ ଆସି ସର୍ପକୁ ନିବାର, ଆବର ମୃତ ହସ୍ତେ ବିଷଦୋଷ ହର। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ହରିବୋଲ ହରିବୋଲ ହରିବୋଲ। ଯେତେ କାଳ ଥିବେ ଚନ୍ଦ୍ର ସୂର୍ଯ୍ୟ ବସୁମତୀ, ସେତେ କାଳ ଯାଏ ଥିବ ତୁମ୍ଭର କୀରତି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ମର୍ଯ୍ୟାଦା ପୁରୁଷ ରାମ ଗରୁଡ଼କୁ ସ୍ମରଣ କରିବା ପରେ ଗରୁଡ଼ ଚିନ୍ତା କଲେ ରାମ ରୂପରେ ନାରାୟଣ ମର୍ତ୍ତ୍ୟରେ ଜନ୍ମ ହୋଇଛନ୍ତି। ତାଙ୍କ ଦ୍ୱାରା ରାବଣ ସବଂଶ ବିନାଶ ହେବ। ବର୍ତ୍ତମାନ ଲଙ୍କାନଗରରେ ଦୁଇ ଭାଇ ନାଗପାଶ ବନ୍ଧନରେ ପଡ଼ିଛନ୍ତି। ଦୁଷ୍ଟ ରାକ୍ଷସ ଇନ୍ଦ୍ରଜିତ ଲୁଚିକି ଏଭଳି କାଣ୍ଡ ଘଟାଇଛି। ସେଇଥିପାଇଁ ପ୍ରଭୁ ମୋତେ ସ୍ମରଣ କରିଛନ୍ତି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଗରୁଡ଼ ଆଉ କାଳ ବିଳମ୍ବ ନ କରି ଆକାଶକୁ ଉଠି ପବନ ବେଗରେ ଆସୁଛନ୍ତି। ତାଙ୍କ ପ୍ରଭାବରେ ବୃକ୍ଷମାନେ ଉପୁଡ଼ି ପଡ଼ୁଛନ୍ତି। ସମୁଦ୍ରର ଲହଡ଼ି ବିପରୀତ ଦିଗକୁ ଯାଉଛି। ବଣ ଆଉ ପର୍ବତରେ ଯେଉଁ ବଡ଼ ସାନ ସର୍ପମାନେ ଥିଲେ ଡରେ ଗାତରେ ପଶି ଯାଉଛନ୍ତି। କି ଦୃଶ୍ୟ! ଗରୁଡ଼ଙ୍କ ଦେହ ସେହିଭଳି ପର୍ବତ ସମାନ ଦେହ, ସୂର୍ଯ୍ୟ ସମ କାନ୍ତି ଲଙ୍କା ଆଡ଼ୁ ଆସୁଛନ୍ତି। ଗରୁଡ଼ଙ୍କର ଏତେ ବେଗ ଯେ ବସୁମତୀ ଥରହର ହେଇଯାଉଛି। ବାନର ସେନାମାନେ ଦେଖିକି ମୁଣ୍ଡ ଖରାପ ଭାବୁଛନ୍ତି। ପୁଣି ଇନ୍ଦ୍ରଜିତ ମାୟା ବେଶ ଧାରଣ କରି ଆସୁଛି ଆମକୁ ମାରିବୁ ବୋଲି ଭୟରେ ଥରହର। ତାପରେ
ହେଲିକପ୍ଟର ଯେମିତି ଖସେ ସେଇଭଳି ଗରୁଡ଼ ଖସୁଛନ୍ତି। ଖସିଲେ ତଳକୁ। ଆଉ ବ୍ୟାରିଗେଟ୍ କ'ଣ ହେବ? ବାନର ସେନାମାନେ ତ ବ୍ୟାରିଗେଟ୍। ଖସିଲା ବେଳେ ଗରୁଡ଼ ଦେଖିଲେ ବାନର ସେନାମାନେ ରୁଣ୍ଡ ହୋଇଛନ୍ତି। ଏଇଠି ନିଶ୍ଚିତ ପ୍ରଭୁ ଥିବେ। ଏକଥା ଭାବି ପାଟିକୁ ମେଲା କରି ଚକ୍ଷୁ ଲାଲ ଲାଲ କରି ଭୂମିଷ୍ଠ ହେଲେ। କାରଣ ହେଉଛି ନାଗପାଶକୁ ଗିଳି ଦେବେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଗରୁଡ଼ ପହଞ୍ଚିବା ପୂର୍ବରୁ ନାଗପାଶ କ'ଣ ଆଉ ଅଛନ୍ତି କି? ସିଏ ତା ପୂର୍ବରୁ ଛାଡ଼ିକି ପଳେଇଲେଣି ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣକୁ। ଛାଡ଼ିକି ତ ଚାଲିଗଲେ। ବାନର ସେନାମାନେ ତ କେବଳ ଗରୁଡ଼ଙ୍କ ନିଜ ରୂପ କେବେ ଦେଖିନଥିଲେ। ନାଗପାଶ ଯେତେବେଳେ ରାମ ଲକ୍ଷ୍ମଣଙ୍କୁ ଛାଡ଼ିକି ସମୁଦ୍ର ବାଟ ଦେଇ ପାତାଳରେ ପଶିଲେ ସେତିକି ବେଳେ ଜାଣିଲେ ଇଏ ପକ୍ଷୀବର ନିଶ୍ଚିତ ଭାବରେ ଗରୁଡ଼। ତାପରେ ଗରୁଡ଼ ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣଙ୍କ ପାଦରେ ପ୍ରଣାମ କରି ରାମ ଲକ୍ଷ୍ମଣଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଆଉଁସି ଦେଇ ପକ୍ଷୀରେ ଦୋହଲେଇକି ପିଞ୍ଚିଲେ। ତାପରେ ଗରୁଡ଼ ରାମ ଲକ୍ଷ୍ମଣଙ୍କ ଦେହରେ ଅମୃତ ଛିଞ୍ଚିଲେ। ଅସ୍ତ୍ରଶସ୍ତ୍ର ବାଜିକି ଯେତେ କ୍ଷତ ଚିହ୍ନ ହୋଇଥିଲା ସବୁ ସମାନ ହୋଇଗଲା। ପୂର୍ବ ଅପେକ୍ଷା ଅଧିକ ତେଜିଆନ ଦେଖାଗଲେ ପ୍ରଭୁ। ତାଙ୍କର ବଳବୀର୍ଯ୍ୟ ଦୁଇଗୁଣା ବଢ଼ିଗଲା। ତାପରେ ଗରୁଡ଼ ଅତି ସ୍ନେହରେ ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣଙ୍କୁ ନିଜ କୋଳରେ ବସେଇଲେ। ମର୍ଯ୍ୟାଦା ପୁରୁଷ ରାମ ସୁସ୍ଥ ହୋଇ କହିଲେ, ଦୁଷ୍ଟ ଇନ୍ଦ୍ରଜିତ ଲୁଚିକି ଆମକୁ ନାଗପାଶରେ ବାନ୍ଧିଥିଲା। ତୁମ ପ୍ରଭାବରୁ ଆମେ ମୁକ୍ତି ପାଇଲୁ। ତୁମ ରୂପ ଦେଖି ମୁଁ ଆନନ୍ଦିତ। ମୋର ପିତୃପୁରୁଷଙ୍କୁ ଦର୍ଶନ କଲା ଭଳି ଲାଗୁଛି। ସେଇ ତମର ଆସି ପ୍ରଭାବ। ସେଇଥିପାଇଁ ଏମିତି ମର୍ଯ୍ୟାଦା ପୁରୁଷ ରାମ କହୁଛନ୍ତି। ଭଲ ହେଇସାରିଲେଣି ତଥାପି ଜାଣିପାରୁନାହାନ୍ତି ଏ ପ୍ରକୃତ ଗରୁଡ଼ କି ଆଉ କିଏ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ହୃଦୟଙ୍ଗମ କରିବେ, ଏଥିରେ ମିଛ ନାହିଁ, ନିରାଟ ସତ୍ୟ କଥା। ତାପରେ ମର୍ଯ୍ୟାଦା ପୁରୁଷ ରାମ କହୁଛନ୍ତି, ଆପଣଙ୍କ ଅଙ୍ଗରୁ ସୁଗନ୍ଧ ଫୁଲର ବାସ୍ନା ଆସୁଛି। ବିଭିନ୍ନ ଅଳଙ୍କାରରେ ଆପଣ ମଣ୍ଡିତ ହୋଇଛନ୍ତି। ଏଭଳି ବେଶଭୂଷା ମର୍ତ୍ତ୍ୟମଣ୍ଡଳରେ କେବେ ମୁଁ ଜୀବନ କାଳ ଭିତରେ ଦେଖିନଥିଲି। ଏଣୁ ମୋ ମନରେ ଭ୍ରାନ୍ତି ଜାତ ହେଉଛି। ସତ୍ୟ କଥା କୁହନ୍ତୁ, ଆପଣ କିଏ? ପକ୍ଷୀରାଜ ଗରୁଡ଼ ହସି କହିଲେ, ମୋର ନାମ ଗରୁଡ଼। ମୁଁ ତୁମର ବାହନ। ତୁମେ ସ୍ମରଣ କରିବା ମାତ୍ରେ ମୁଁ ଆସିଲି। ତୁମେ ତ ଶଙ୍ଖଚକ୍ରଧାରୀ ନାରାୟଣ ମନୁଷ୍ୟ ରୂପରେ ମର୍ତ୍ତ୍ୟରେ ଅବତରଣ କରିଛନ୍ତି। ମାୟାବୀ ପାପିଷ୍ଠ ରାକ୍ଷସ ତୁମ ଦୁହିଁଙ୍କୁ ନାଗପାଶରେ ବନ୍ଧନ କରିଥିଲା। ଏ ନାଗମାନେ କଦ୍ରୁ ଆଉ ନିରୁତିଙ୍କ ପୁତ୍ର। ସବୁ ସର୍ପମାନଙ୍କ ମଧ୍ୟରେ ଏମାନେ ଅତି ବଳବାନ ଆଉ ବିଷଧର ମଧ୍ୟ। ଦେବତା କିମ୍ବା ଦାନବମାନେ ଏ ନାଗପାଶ ବନ୍ଧନରୁ ଉଦ୍ଧାର କରିପାରିବେ ନାହିଁ। ଆଉ ଗୋଟିଏ କଥା, ଏ ରାକ୍ଷସମାନଙ୍କ ସହିତ ଆପଣ ଧର୍ମଯୁଦ୍ଧ କଲେ ତାଙ୍କୁ ମାରିପାରିବେ ନାହିଁ। କପଟ ଲୋକଙ୍କୁ କପଟ କରିବାକୁ ହେବ। ଏହା ହେଉଛି ରାଜନୀତିର ବିଧାନ। ହେ ଭକ୍ତବତ୍ସଳ ଭଗବାନ, ଦେଶ କାଳ ପାତ୍ର ଭାବି ଆପଣ ଯୁଦ୍ଧ କରନ୍ତୁ। ଉପରୋଧ ନ ରଖି
ରାକ୍ଷସମାନଙ୍କୁ ମାରନ୍ତୁ। ନିଶ୍ଚିତ ଭାବରେ ରାବଣ ତୁମ୍ଭ ହସ୍ତରେ ମରିବ। ସୀତା ଦେବୀଙ୍କୁ ନେଇ ଆପଣ ଅଯୋଧ୍ୟାକୁ ଯିବେ। ଆଉ ଏ ଯୁଗରେ ତୁମ୍ଭ ସହିତ ମୋର ଭେଟ ହେବ ନାହିଁ। ପୁଣି ଦେଖାହେବ। ଦ୍ୱାପର ଯୁଗରେ ତୁମେ ମଥୁରା ନଗରରେ ବସୁଦେବ ଘରେ ଜନ୍ମ ହୋଇଥିବ। ନନ୍ଦ ରାଜା ଘରେ ବଢ଼ିବ। ଲକ୍ଷ୍ମଣ ତୁମର ଜ୍ୟେଷ୍ଠ ଭ୍ରାତା ହୋଇଥିବେ। କାଳନ୍ଦୀ ହ୍ରଦରେ ପଦ୍ମ ଫୁଲ ତୋଳିବାକୁ ଯିବ। କାଳି ସର୍ପ ଆସି ତୁମ୍ଭଙ୍କୁ ଦଂଶନ କରିବ। ତୁମ୍ଭେ ଜ୍ଞାନ ହରାଇ ଭୂମିରେ ପଡ଼ିଥିବ। ସେତିକି ବେଳେ ମୋତେ ସ୍ମରଣ କରିବେ। ମୁଁ ସେଠାକୁ ଆସି ଉତ୍କଟ ବିଷକୁ ହରଣ କରି ଅମୃତ ସିଞ୍ଚନ କରିବି। ସେତିକି ବେଳେ ତୁମ୍ଭର ମୋର ଭେଟ ହେବ। ଏ କଥା ପ୍ରଭୁ ମନେ ରଖିଥିବେ। ତାପରେ ଗରୁଡ଼ ଦୁଇ ଭାଇଙ୍କୁ ପ୍ରଦକ୍ଷିଣ କରିବା ସହିତ ନମସ୍କାର ଜଣାଇ ମେଲାଣି ହୋଇ ଆକାଶ ମାର୍ଗକୁ ଯାଇ ଉଡ଼ି ଉଡ଼ିକି ବୈକୁଣ୍ଠପୁରକୁ ଗଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏସବୁ ଘଟଣା ବିଭୀଷଣ ଦେଖି ଭାବିଲେ, ରାମ ଶଙ୍ଖଚକ୍ରଧାରୀ ନାରାୟଣ ନହେଲେ ଗରୁଡ଼ ମନୁଷ୍ୟ ପାଖକୁ କେମିତି ବା ଆସିବ? ବୈକୁଣ୍ଠପୁର ଛାଡ଼ିକି ତାପରେ ବିଭୀଷଣ ସୁଗ୍ରୀବ ଶ୍ରୀରାମଙ୍କ ପାଦ ପଦ୍ମରେ ନମସ୍କାର କଲେ। ତାପରେ ବାନର ସେନାମାନେ ଶ୍ରୀରାମଙ୍କୁ ସୁସ୍ଥ ହେବା ଦେଖି ବିଭିନ୍ନ ଭଙ୍ଗୀରେ ଖୁସିରେ ନାଚିବାକୁ ଲାଗିଲେ। ତାପରେ ସିଂହନାଦ କରି ହସ୍ତରେ ବୃକ୍ଷ ଆଉ ପର୍ବତ ଆଉ କିଛି ଦୁର୍ବଳ ବାନରମାନେ ବଡ଼ ବଡ଼ ପଥର ଧରି ଲଙ୍କା ଅଭିମୁଖେ ଗଲେ। ସେତେବେଳେ ଶ୍ରୋତା ବନ୍ଧୁ, ରାବଣ ସିଂହାସନରେ ବସିଥିଲା। ବାନରମାନଙ୍କ ସିଂହନାଦ ଶୁଣି ପାତ୍ର ମନ୍ତ୍ରୀ କହିଲା, ବାନରମାନେ ଆଜି କ'ଣ ଏତେ ଗର୍ଜନ କରୁଛନ୍ତି? ଆନନ୍ଦରେ ନାଚୁଛନ୍ତି। ରାମ ଲକ୍ଷ୍ମଣ ଦୁଇ ଜଣ କୌଣସି ଉପାୟରେ କ'ଣ ବଞ୍ଚିଗଲେ କି? ଆଶ୍ଚର୍ଯ୍ୟ ଲାଗୁଛି ନା ରାବଣକୁ। ନହେଲେ ଏମିତି କୋଳାହଳ ସୃଷ୍ଟି କରୁଛନ୍ତି କାହିଁକି? ତାପରେ ରାବଣ ଭାବୁଛି, ଏଭଳି କୋଳାହଳ ଶୁଣି ଆଜି ମୋତେ କାହିଁକି ଡର ଲାଗୁଛି। ତାପରେ ରାବଣ କହିଲା, ଚାରମାନେ ଶୁଣିଲ, ଏଠିକି ଶୁଣ। ଚାରମାନେ ଆସିଲେ। ରାବଣ କହିଲା, ତୁମେ ଗୁପ୍ତରେ ଯାଅ। କୋଳାହଳର କାରଣ ବୁଝି ଆସିକି ମୋତେ କୁହ। କାହିଁକି ଏମିତି ସିଂହନାଦ କରୁଛନ୍ତି, କୋଳାହଳ କରୁଛନ୍ତି? ଟିକେ ଶୁଣିବ କ'ଣ କଥାବାର୍ତ୍ତା ହେଉଛନ୍ତି। ଚାରମାନେ ଗଲେ ସତ, କିନ୍ତୁ ବାନର ସେନାଙ୍କ ଭିତରେ ଡରେ ପଶି ପାରିଲେ ନାହିଁ। ତାପରେ ଫେରି ଆସିକି ମେଘନାଦ ପାଚେରୀ ଉପରେ ଠିଆ ହୋଇକି ଦେଖିଲେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ ବାନର ସେନାମାନଙ୍କ ମଝିରେ ଧନୁଶର ଧରି ଠିଆ ହୋଇଛନ୍ତି। ତାପରେ ରାବଣକୁ ଆସି କହିଲେ, ତୁମ୍ଭ ଆଜ୍ଞା ପାଇ ଆମେ ଗଲୁ। କୋଟି କୋଟି ବାନରଙ୍କ ମଝିରେ ରାମ ଲକ୍ଷ୍ମଣ ଧନୁ ଧରିକି ଠିଆ ହୋଇଛନ୍ତି। ଆମେ ଆଉ ତାଙ୍କ ଭିତରେ ପଶିପାରିଲୁ ନାହିଁ। ଆମକୁ ଭୟ ଲାଗିଲା। ଆମେ ଆସିକି ମେଘନାଦ ପାଚେରୀ ଉପରେ ଠିଆ ହୋଇକି ଏସବୁ ଦୃଶ୍ୟ ଦେଖିଲୁ। ଆଉ ନାଗ ପାଚରୁ କେମିତି ମୁକ୍ତି ପାଇଲେ ଆମେ କହିପାରିବୁ ନାହିଁ। ଆମେ ତ ପାଖକୁ ଯାଇନୁ, ଡରେ ଗଲୁ ନାହିଁ। ଆଉ ସେହି ସମୟରେ ରାବଣର ଗୋଟେ ଦୂତ ଆସି କହିଲା, ହେ ରାଜା, ମୁଁ ମାୟାରେ ବାନର ରୂପ ହୋଇ ବାନରଙ୍କ ମେଢ଼ରେ ଥିଲି। ଇନ୍ଦ୍ରଜିତ ଯେତେବେଳେ ନାଗ ପାଶରେ ବନ୍ଧନ କଲା, ଦୁଇ ଭାଇ ଯାକ ତଳେ ପଡ଼ିକି ମୂର୍ଚ୍ଛିତ ହୋଇଥିଲେ। ସୁଗ୍ରୀବ, ହନୁମାନ, ଜାମ୍ବବ, ବିଭୀଷଣ ତଳକୁ ମୁହଁ ପୋତିକି କାନ୍ଦୁଥିଲେ। ସେହି ସମୟରେ
ଭୟଙ୍କର ଶବ୍ଦ ହେଲା। ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ। ଦେଖୁ ଦେଖୁ ଆକାଶରୁ ଗରୁଡ଼ ପର୍ବତ ସମାନ ରୂପ ଧରି ତଳକୁ ଓହ୍ଲାଇଲା। ନାଗପାଶ ଅସ୍ତ୍ର ଗରୁଡ଼କୁ ଦେଖି ମହାଭୟ କରି କେଉଁଆଡ଼େ ଚାଲିଗଲେ। ତାପରେ ଗରୁଡ଼ ଦୁଇ ଭାଇଙ୍କ ପାଖକୁ ଯାଇ ଅମୃତ ସିଞ୍ଚନ କରି ଶ୍ରୀରାମ ଲକ୍ଷ୍ମଣଙ୍କୁ ନମସ୍କାର କରି ନିଜ ସ୍ଥାନକୁ ଗଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ଆପଣଙ୍କମାନଙ୍କ ସ୍ନେହ ଶ୍ରଦ୍ଧା ଯଦି ଥାଏ ପୁଣି ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ। ଯାହା ହଉ ଆପଣମାନେ ଶୁଣୁଛନ୍ତି, ଆପଣମାନଙ୍କ ପାଇଁ ମୁଁ ଶୁଣୁଛି। ତେଣୁ ଆପଣମାନେ ମୋର ହେଲେ ପ୍ରଭୁ। ଆପଣ ନ ଶୁଣିଲେ ମୁଁ କେମିତି ବା ଶୁଣନ୍ତି? ସେତିକି ଭଗବାନଙ୍କର ଇଚ୍ଛା। ଯାହା ହଉ ଆପଣମାନେ ଏଇରକମ ଶୁଣୁଥାନ୍ତୁ। ଆପଣଙ୍କ ପାଇଁ ମୁଁ ଟିକେ ମର୍ଯ୍ୟାଦା ପୁରୁଷୋତ୍ତମ କଥା ଶୁଣୁଥାଏ। ସେଇ ମର୍ଯ୍ୟାଦା ପୁରୁଷୋତ୍ତମ ଆପଣମାନଙ୍କ ପରିବାରମାନଙ୍କର, ଆପଣମାନଙ୍କ ପିଲାମାନଙ୍କର ଆଉ ଗୁରୁଜନମାନଙ୍କର ସଦାସର୍ବଦା ମଙ୍ଗଳ କରନ୍ତୁ, ଭଲରେ ରଖନ୍ତୁ। ଆପଣ ସିନା ଭଲ ରହିଲେ ଆମେ ଭଲରେ ରହିବା। ଆଉ ଆପଣଙ୍କ ସହିତ ଇଏ ଜଗତରେ ଯେତେ ନରନାରୀ ପିଲାମାନେ, ମୋର ଗୁରୁଜନମାନେ ସମସ୍ତଙ୍କୁ ସେ ରାମ ନାରାୟଣ ସଦାସର୍ବଦା ଭଲରେ ରଖନ୍ତୁ। ମନୁଷ୍ୟ ଠାରୁ ପଶୁପକ୍ଷୀ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲରେ ରଖନ୍ତୁ। ସେଇ ମର୍ଯ୍ୟାଦା ପୁରୁଷ ରାମ ନାରାୟଣଙ୍କୁ ନମସ୍କାର କରି, ଶଙ୍କର ଭଗବାନଙ୍କୁ ନମସ୍କାର କରି, କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ ନମସ୍କାର କରି, ସେଇ ଭକ୍ତବତ୍ସଳ ଭଗବାନଙ୍କୁ ନମସ୍କାର କରି, ସେଇ ଆନନ୍ଦ ଚନ୍ଦ୍ର ଭଗବାନଙ୍କୁ ନମସ୍କାର କରି, ସଚିତାନନ୍ଦ ଭଗବାନଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସୂର୍ଯ୍ୟମର୍ତ୍ତ ପାତାଳଙ୍କୁ ନମସ୍କାର କରି, ଦଶ ଦିଗପାଳଙ୍କୁ ନମସ୍କାର କରି, ୟୁଟ୍ୟୁବ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି, ଅଗ୍ନି ଦେବତାଙ୍କୁ ନମସ୍କାର କରି, ଜଳ ଦେବତାଙ୍କୁ ନମସ୍କାର କରି, ବସୁତା ଦେବତାଙ୍କୁ ନମସ୍କାର କରି, ପବନ ଦେବତାଙ୍କୁ ନମସ୍କାର କରି, ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରି, ଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏତିକି ଅନୁରୋଧ, ଆପଣମାନେ ସମ୍ପୂର୍ଣ୍ଣ ଶୁଣିବେ। ଆଉ ଟିକେ ଦୟାକରି ସବୁ ଶ୍ରୋତାମାନଙ୍କୁ ମୋର ଅନୁରୋଧ, ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବେ, ସମ୍ପୂର୍ଣ୍ଣ ଦେଖିବେ, ଆଉ ଲାଇକ୍ ଟିକେ କରିଦେବେ। ଏ ଆପଣମାନଙ୍କ ଅନୁଷ୍ଠାନ ବା। ଆଉ ଯଦି କିଛି ଭୁଲ ହେଉଥାଏ ଟିକେ କ୍ଷମା କରିବେ। ଆଉ ଯଦି କିଛି ସନ୍ଦେହ ରହୁଥାଏ ବୁଝିବାରେ, ତାହେଲେ ଦୟାକରି କମେଣ୍ଟ ବକ୍ସରେ ଲେଖିବେ, ଆମେ ଉତ୍ତର ଦେବାକୁ ଚେଷ୍ଟା କରିବୁ। ସେଇ ମର୍ଯ୍ୟାଦା ପୁରୁଷ ଆପଣମାନଙ୍କର ମଙ୍ଗଳ କରନ୍ତୁ। ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର କରି ଆଜି ବିଦାୟ ନେଉଛି। ପୁଣି ଆପଣମାନଙ୍କର ଯଦି ସ୍ନେହଶ୍ରଦ୍ଧା ଥାଏ ଆଗାମୀ ଅଧ୍ୟାୟରେ ଆପଣ ଶୁଣିବେ। ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।